ସନ୍ଧ୍ୟାରେ ତିନି ଜଣଙ୍କ ଘରକୁ ଉଜାଡ଼ିଲା ହାତୀ। ଭୟରେ ପାଣି ଟାଙ୍କିରେ ନେଲେ ଆଶ୍ରୟ। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକରେ ହାତୀ ଉପଦ୍ରବ ଜାରି ରହିଛି। ଦିନବେଳେ ଯୋଡ଼ପଡ଼ା ମୁଖ୍ୟ ରାସ୍ତା ଉପରେ 2 ଘଣ୍ଟାରୁ ଅଧିକ ସମୟ ରହି ଯାତାୟାତ ଠପ୍ କରିଥିଲା ଦନ୍ତା ହାତୀ। ସନ୍ଧ୍ୟା ବେଳକୁ ହାତୀ ଉଗ୍ର ରୂପ ଧାରଣ କରି 3 ଜଣଙ୍କର ଘର ଭାଙ୍ଗିଥିଲା। ହାତୀ ପଲର ଗର୍ଜନ ଶୁଣି ଘରେ ଥିବା ଲୋକ ଭୟଭୀତ ଅବସ୍ଥାରେ ଅନ୍ୟତ୍ର ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ। ସୂଚନାଯୋଗ୍ୟ ଯେ ଆଜି ସନ୍ଧ୍ୟାରେ ହାତୀପଲ ଦେବସଳ ପଞ୍ଚାୟତର ମୂଷାମାରୀ ଗ୍ରାମରେ ପ୍ରବେଶ କରି 3 ଜଣଙ୍କ ଘରକୁ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛି। ଭୟରେ ପାଟି କରିବାରୁ ପାଖ ପଡ଼ୋଶୀ ଲୋକ ଦୌଡ଼ି ଆସି ପାଟି କରି ଘଡ଼ାଇବାକୁ ଚେଷ୍ଟା କରିବାରୁ ହାତୀ ରାଗି ପଦନ ହେମ୍ବ୍ରମ ଏବଂ ସୁବୋଧ ଟୁଡୁଙ୍କ ଘରକୁ ଭାଙ୍ଗି ନଷ୍ଟ କରି ପଳାଇଥିଲା। ପରେ ଫାଗୁ ଟୁଡୁଙ୍କ ଘର ଝରକା ପାଖରେ ଶୁଣ୍ଢ ବଢ଼ାଇ ଟାଣିଥିଲା। ପାଖରେ ଥିବା ଏହି ଏଜବ୍ଲାଷ୍ଟର ଘରକୁ ହାତୀ ଭାଙ୍ଗି ଧାନ ଖାଉଥିବା ବେଳେ 2ଟି ହାତୀ ଘର ସାମ୍ନାରେ ଜଗି ରହିଥିଲେ। କିଛି ସମୟ ପରେ ଧାନ ଖାଇସାରି ସେଠାରୁ ହାତୀ ଠାକୁର ପଳାଇଥିଲା ବୋଲି କହିଛନ୍ତି ଗରିବ ଆଦିବାସୀ ଫାଗୁ ହେମ୍ବ୍ରମ। ଆଦିବାସୀ ସମ୍ପ୍ରଦାୟ ଲୋକେ ହାତୀକୁ ଠାକୁର ବୋଲି କହିଥାନ୍ତି। ତେବେ ହାତୀ ଭୟରେ ଫାଗୁ ଘର ଛାଡ଼ି ଗ୍ରାମରେ ଥିବା ସରକାରୀ ପାଣି ଟାଙ୍କି ଘରେ ଆଶ୍ରୟ ନେଇଥିବା କହିଛନ୍ତି। ଅପରପକ୍ଷରେ 27 ଟିକିଆ ହାତୀପଲ ଭାଗ ଭାଗ ହୋଇ ବିଭିନ୍ନ ଗ୍ରାମ ଆଡ଼କୁ ଯାଉଥିବା କାରଣରୁ ବନ ବିଭାଗ କର୍ମଚାରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।